ଶ୍ରୋତାବନ୍ଧୁ ଜଣେ ସଚ୍ଚୋଟ ଲେଖକର ଆଭିମୁଖ୍ୟ କ'ଣ? ଜଣେ ସଚ୍ଚୋଟ ଲେଖକ ସମାଜର ଜାଗ୍ରତ ପ୍ରହରୀ। ସମାଜ ପ୍ରତିନିୟତ ବଦଳୁଛି ଏବଂ ବଦଳୁଛି ପ୍ରତି ମଣିଷର ଚିନ୍ତା ଓ ଚେତନା ତଥା ମୂଲ୍ୟବୋଧ ମଧ୍ୟ। ଏହି ପରିସ୍ଥିତିରେ ଜଣେ ଲେଖକ ତାର ଗୁରୁଦାୟିତ୍ୱ ନିର୍ବାହ କରିବ ସମାଜର କଲ୍ୟାଣ କାମନା କରି ଏବଂ ସମାଜକୁ ସଂଶୋଧନ କରି। ଶ୍ରୋତାବନ୍ଧୁ, ଆଜିର ସମୟରେ ଖୁବ୍ ଦ୍ରୁତ ଗତିରେ ଗଛମାନଙ୍କୁ ବିଲୋପ କରିବାର ଏକ ଫ୍ୟାସନ ଗତିଶୀଳ ହେଉଛି। ଏହାର ବିରୋଧ କରି ଜଣେ ସମ୍ବେଦନଶୀଳ ଗାଳ୍ପିକ ସତେ ଯେମିତି ତାକୁ ବଞ୍ଚାଇବା ପାଇଁ ବୃକ୍ଷରୋପଣ ଏବଂ ବୃକ୍ଷମାନଙ୍କୁ ପୁଣି ଥରେ ସଂସ୍ଥାପିତ କରିବା ପାଇଁ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ତେବେ ସମାଜରେ ଏହି ଭାବନାଟିକୁ ପାଠକମାନଙ୍କ ପାଖରେ, ମଣିଷମାନଙ୍କ ପାଖରେ ପହଞ୍ଚାଇବାକୁ ସେ ଚେଷ୍ଟା କରିଛନ୍ତି ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ ମାଧ୍ୟମରେ, ଯାହାର ଶୀର୍ଷକ ହେଉଛି ଭିନ୍ନ ଏକ ବରଗଛ। ଏହାର କଥାକାର ହେଉଛନ୍ତି ପ୍ରଫେସର ଶୁଭେନ୍ଦୁ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟର ଆଡିସନାଲ ଡାଇରେକ୍ଟର ଭାବରେ ସେ ଅଧିଷ୍ଠିତ। ତେବେ ଆସନ୍ତୁ ଶୁଣିବା ଏକ ସମ୍ବେଦନଶୀଳ କାହାଣୀ, ଭିନ୍ନ ଏକ ବରଗଛ, ଗାଳ୍ପିକ ଶୁଭେନ୍ଦୁ ମହାନ୍ତି। ବରଗଛଟି ଥିଲା ଆମ ସମସ୍ତଙ୍କ ଅତି ଆପଣାର। ଏ ସଂସାରରେ ମୁଁ ପାଦ ଦେବା ପୂର୍ବରୁ ସେ ଗଛଟି ଥିଲା ବୋଲି ମୁଁ ଶୁଣିଛି। ମୋ ଜନ୍ମର ମୁଖ ସାକ୍ଷୀ ସେ। ଖରା, ବର୍ଷା, ଶୀତ ଓ ବସନ୍ତର ସାଥୀ, ଆମ ସମସ୍ତଙ୍କର ସାହା ଭରସା। ମା ମୋର କହେ, ଭାରି ବଦରାଗୀ ଓ ସ୍ୱାଭିମାନୀ ସେ। ଟିକେ ଟିକେ କଥାରେ ଏଡ଼େ ବଡ଼ ଗଛଟା ରୁଷି ଯାଉଥିଲା। କେତେ ଗୀତ ଗାଇଛି, ନାଚିଛି, ଖେଳିଛି, ଅଳି କରିଛି ଓ କାନ୍ଦିଛି ମୁଁ ତା କୋଳରେ। ବହୁଦିନ ଧରି ବାହାରେ ରହୁଥିବାରୁ ମୋ ଜୀବନର ସବୁଠୁ ପ୍ରିୟତମ ବରଗଛଟିର ଉପଯୁକ୍ତ ସେବା କରିବାରେ ସମୟ ଦେଇ ପାରୁନଥିଲି ମୁଁ। ଗଛଟିର ଭଲ ମନ୍ଦ ସମ୍ପର୍କରେ ମା, ଭାଇ, ଭଉଣୀ ଓ ସମ୍ପର୍କୀୟଙ୍କ ଠାରୁ ଖବର ପାଉଥିଲି। ଦିନେ ଜାଣିବାକୁ ପାଇଲି ଯେ ଗୋଟିଏ ଯାନ ଅପ୍ରତ୍ୟାଶିତ ତଥା ଆକସ୍ମିକ ଭାବରେ ଧକ୍କା ଖାଇ ବରଗଛଟି କ୍ଷତିଗ୍ରସ୍ତ ହୋଇଛି। ଭୀଷଣ ଭାବରେ ଦୁଃଖିତ ହେଲି, କାରଣ ତା ସହିତ ମୋ ସମ୍ପର୍କ ସମ୍ପୂର୍ଣ୍ଣ ନିଆରା, ଅତି ନିବିଡ଼ ଓ ଏକାନ୍ତ ବ୍ୟକ୍ତିଗତ। ଜୀବନରେ ଅନେକ ଘାତ ପ୍ରତିଘାତ, ଉତ୍ଥାନ ପତନର ସମ୍ମୁଖୀନ ହୋଇ ଗଛଟି ସମ୍ପୂର୍ଣ୍ଣ ନିର୍ବିକାର ପାଲଟି ଯାଇଥିଲା। ଜୀବନ ଯୁଦ୍ଧରେ କାହା ସହିତ ସାଲିସ ନ କରି ସଂଘର୍ଷକୁ ଜୀବନ ଧାରଣର ମାଧ୍ୟମ କରି ବଞ୍ଚିବାକୁ ପସନ୍ଦ କରୁଥିଲା ସେ। ବରଗଛଟା ଉପରକୁ କଠୋର ଦିଶୁଥିଲେ ବି ଭିତରେ ଥିଲା ଶାନ୍ତ ଓ ସରଳ। ଏକ ଅଦ୍ଭୁତ ଖିଆଲି ମଣିଷଟିଏ ଭଳି ବ୍ୟବହାର କରେ ସେ ଗଛଟା। ତା ଓହଳରେ ଦୋଳି ଖେଳି ମୁଁ ଅନେକ ବାର କ୍ଷତାକ୍ତ ହୋଇଛି, ତଥାପି ମନ ବୁଝେ ନାହିଁ, ଖେଳିଛି। ସେ ମୋତେ କୋଳେଇ ନେଇଛି ନିଜ ପାଖକୁ। ତାରି ଭିତରେ ମୁଁ ନିଜକୁ ଦେଖିଛି ଆଉ ଖୋଜିଛି। ନିଜେ ସବୁ କଷ୍ଟ ସହି ଅନ୍ୟକୁ ସୁଖୀ କରିବା ପାଇଁ ଦିନ ରାତି ଏକାକାର କରିଦେଇଛି ସେ ଝଙ୍କାଳିଆ ବରଗଛଟା। ସାଗର ପରି ଉଦାର, ଆକାଶ ପରି ଗମ୍ଭୀର ସେ। ଅସୀମ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସେଇ ବରଗଛ। କୁରାଢ଼ୀ ମାଡ଼ରେ ଅନେକ ବାର ଲହୁଲୁହାଣ ହୋଇଛି ବରଗଛଟି। ଅନେକ ଜଟିଳ ତଥା କଠିନ ପରିସ୍ଥିତିର ସମ୍ମୁଖୀନ ବି ହୋଇଛି, କିନ୍ତୁ ମୁଣ୍ଡ ନୁଆଇନି କେଉଁଠି। ବେଳେବେଳେ ଇଚ୍ଛା ହୁଏ ତାକୁ ଜୋରରେ କୁଣ୍ଢେଇ ଧରିବା ପାଇଁ। ଏତେ ବଡ଼ ଗଛଟାକୁ ମୋ ଦୁଇ ହାତରେ କୁଣ୍ଢେଇବାକୁ ଡର ଲାଗେ। ନିଜ ପାଖରେ ହାରିଯାଏ, ସାହସ ପାଏନା। ବରଗଛଟିକୁ ଏପରି ଅବସ୍ଥାରେ ଦେଖି ଭିତରେ ଭିତରେ ଭାଙ୍ଗି ପଡ଼ିଲି ମୁଁ। କେମିତି ବଞ୍ଚେଇବି ତାକୁ? ଦିନ ପରେ ଦିନ ଗଡ଼ି ଚାଲିଲା। ଗଛଟିକୁ ପୁନଃ ସତେଜ କରିବା ପାଇଁ ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ନିଆଗଲା। ଗଛଟି ଆଗ ଅପେକ୍ଷା ସୁନ୍ଦର ଦିଶିଲା। କଥା ଟିକିଏ କହିଲା ପରି ଲାଗିଲା। ଅନ୍ତରାତ୍ମା ମୋର କାନ୍ଦି ଉଠିଲା। ପିଲାବେଳ କଥା ମନେ ପଡ଼ିଲା। ତା ପିଠିରେ କେତେ ଥର ପାଦ ଥାପିଛି, ତା ଉପରେ ଶୋଇଛି, ତା ଉପରେ ନାଉ ହେଇଛି।
ତା ଛାତିରେ ମୁଣ୍ଡ ଗୁଞ୍ଜି ଶୋଇଛି ନିର୍ବିଘ୍ନରେ, ନିର୍ଭୟରେ ଓ ନୀରବରେ। ତା କଡ଼ା ଆଦେଶ ଓ ଡାକରରେ ଫେରି ଆସିଛି ତା ନିକଟକୁ। ପ୍ରଶ୍ନ କେବେ ପଚାରିନି ଗଛକୁ। ଚାକିରି ଜୀବନର କର୍ମବ୍ୟସ୍ତତା ଭିତରେ ପୁଣି ତାକୁ ଛାଡ଼ି ଦୂରକୁ ଚାଲିଗଲି ମୁଁ। ଭାବିଥିଲି ଗଛରେ ନୂଆ ପତ୍ର କଅଁଳିବ, ଜୀବନ୍ତ ଓ ସଶକ୍ତ ହୋଇଯିବ ପୂର୍ବ ପରି। ମଣିଷ ତ ଯୁଗ ଯୁଗ ଧରି ଆଶାବାଦୀ। ବର୍ତ୍ତମାନର ଧ୍ୱଂସ ସ୍ତୂପ ଉପରେ ବି ସେ ଭବିଷ୍ୟତର ତାଜମହଲ ଗଢ଼େ। ମୁଁ ବି ଜଣେ ମଣିଷ। ଦିନେ ସକାଳ ନ ପାହୁଣୁ ଘର ଲୋକ ଖବର ଦେଲେ ଯେ ଆମମାନଙ୍କୁ ଅନାଥ ଓ ବେସାହାରା କରିଦେଇ, ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ଏଡ଼େ ବଡ଼ ଗଛଟା ମୂଳରୁ ଉପୁଡ଼ି ଯାଇଛି ଓ ଚିରଦିନ ପାଇଁ ଆମଠାରୁ ବିଦାୟ ନେଇଛି। ଚାଲି ଯାଇଛି ଏକ ଅଜଣା ଓ ଅଫେରା ରାଇଜକୁ। ପିଲାଦିନେ ଏକ ସଭାରେ ଶୁଣିଥିଲି, ବାପା ଏକ ଅମୃତମୟ ଶବ୍ଦ, ଏକ ବିଶାଳ ଝଙ୍କାଳିଆ ବରଗଛ, ନିରାପଦ ଆଶ୍ରୟସ୍ଥଳୀ। ଖୁବ୍ ସୁନ୍ଦର ସମ୍ବେଦନଶୀଳ এই କ୍ଷୁଦ୍ର ଗଳ୍ପଟି। ଶ୍ରୋତାବନ୍ଧୁ, এই ଗଳ୍ପଟି ନିୟମିତ ଖବରକାଗଜ ସମାଜରେ ପ୍ରକାଶିତ ହୋଇଥିଲା। ଗାଳ୍ପିକ ଶୁଭେନ୍ଦୁ ମହାନ୍ତି ଗୋଟିଏ ବୃକ୍ଷ ପାଇଁ ତାଙ୍କର ଭଲ ପାଇବାକୁ ଅଜାଡ଼ି ଦେଇଛନ୍ତି। ଆଜିର এই ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।